ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ତ ସେଇଥିପାଇଁ ଟିକେ ଓ ଆଇ ସି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ହଁ ଭାଇ। ତାହେଲେ ତ ଏଇ ଦିନଟାକୁ ଆମେ ବହୁତ ଖୁସିରେ ପାଳନ କରିବା ଦରକାର। ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତ ପିଠିରେ ଯାଆନ୍ତ ପିଠିରେ। ସ୍କୁଲ ଛୁଆଟା କଣ ଭୁଲ ଗୀତ ବୋଲୁଛନ୍ତି? କିଏ ଗୀତ ଶିଖେ? ଭାଇ ଏ ଗୀତ ଉପରେ ନିଜ ଉତ୍କଳମଣି ଗୋପବନ୍ଧୁ ଦାସ ଲେଖିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ କିଏ କେତେବେଳେ କଣ ଲେଖିଦେଇଥିଲା ବୋଲି ଆମେ ତାକୁ ଜୀବନ ସାରା ବୁଝି ଚାଲିଥିବା। ଭାଇ ମୋ ଦେହ ମାଟିରେ ମିଶି ଯାଉ, ଦେଶବାସୀ ମୋ ପିଠି ଉପରେ ଚଢି ଚାଲି ଯାଆନ୍ତୁ। ମୋ ଶାସ୍ତ୍ର କଣ କହେ ଜାଣିଛ? ଭାଇ ଦେଶବାସୀ ମାଟିରେ ମିଶି ଯାଆନ୍ତୁ, ଆମେ ତାଙ୍କ ପିଠି ଉପରେ ଚଢି ଚାଲିଯିବା। ରିଲାକ୍ସ ସିରାଜ ରିଲାକ୍ସ। ତମେ ବହୁତ ଖୁସ ମିଜାଜରେ ଅଛ ଦେଖୁଛି। ଖୁସି ହେବିନି। ଆପଣଙ୍କ କରୋନା ଯାହା ପରେ ଅଛି ସେ ପୁଣି ଖୁସି ହୋଇ ରହିବ କେମିତି? ଆପଣଙ୍କ ଦୟାରୁ ଗତ ଇଲେକ୍ସନରେ ମୁଁ ପାର୍ଟି ତରଫରୁ ଟିକେଟ ପାଇଲି। ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ଏଠିକାର ଏମଏଲଏ ହେଇଛି। ନାଇଁ ମୁଁ ଏତିକିରେ ସନ୍ତୁଷ୍ଟ ନୁହଁ ସୁରଜ ଭାଇ ମୁଁ ଏତିକିରେ ସନ୍ତୁଷ୍ଟ। ଭାଇ ମୋ ବଡ ଭାଇ ଗତ ଥର ଜଙ୍ଗଲ ମନ୍ତ୍ରୀ ଥିଲେ, ଏଥର ଉପମୁଖ୍ୟମନ୍ତ୍ରୀ ହେବେ। ମୁଁ ବି ଚାହେଁ ତମେ ଜଣେ ମନ୍ତ୍ରୀ ହବା ଦରକାର। ନାଇଁ ଭାଇ, ସେ ମନ୍ତ୍ରୀ ପଦଟା ମୋ ପାଇଁ ଦିବା ସ୍ୱପ୍ନ ଭାଇ। ଦିବା ସ୍ୱପ୍ନ ନୁହଁ ସୁରଜ, ନିଚ୍ଛକ ବାସ୍ତବତା। ତମେ ମନ୍ତ୍ରୀ ହବାର ସ୍ୱପ୍ନ ଦେଖି ଚାଲ, ଦେଖିବ ଦିନେ ନିଶ୍ଚୟ ମନ୍ତ୍ରୀ ହବ। ହେଲେ କେମିତି ଭାଇ? ଆପଣ ମୋତେ ଜାଣିନାହାନ୍ତି, କଣ? ମୋ ଠାରୁ ଅନେକ ସିନିୟର ଏମଏଲଏ ପାର୍ଟିରେ ଅଛନ୍ତି। ତା ଛଡା ଆମ ଜିଲ୍ଲାର 5 ଜଣ ଏମଏଲଏଙ୍କ ଭିତରେ ଭବାନୀ ମହାପାତ୍ର ଯେହେତୁ ସିନିୟର, ଦଳର ନିୟମ ଅନୁସାରେ ସେ ନିଶ୍ଚୟ ଏଥର ମନ୍ତ୍ରୀ ହବ। ଜଣେ ସୁରଜ, ଭବାନୀ ମହାପାତ୍ର କେବଳ ତମର ସିନିୟର ନୁହଁ, ବରଂ ତମ ରାଜନୀତିର ଗୁରୁ। ତଥାପି ମୁଁ କହୁଛି ତମେ ନିଶ୍ଚୟ ମନ୍ତ୍ରୀ ହବ। ହେଲେ କେମିତି ଭାଇ? ଆରେ ସେ ଭବାନୀ ମହାପାତ୍ରଟାକୁ ତମ ରାସ୍ତାରୁ ହଟେଇ ଦିଅ। ବଡ ଭାଇ ରାଜନୀତିର ଅନ୍ୟ ନାମ ହେଲା କୂଟନୀତି। ଉପରକୁ ଉଠିବାକୁ ହେଲେ ଅନ୍ୟ ଜଣଙ୍କ କାନ୍ଧ ଉପରେ ପାଦ ରଖି ଉପରକୁ ଉଠିବାକୁ ହୁଏ। ଆରେ ଏଇଟା ତ ନିୟମ। ଭବାନୀ ମହାପାତ୍ରକୁ ହଟେଇ ଦେଲେ ତମର ଯଦି ମନ୍ତ୍ରୀ ହବାଟା ସୁନିଶ୍ଚିତ। ହଟେଇ ଦିଅ ତାକୁ। ହେଲେ ଭାଇ ମୁଁ ଏଇ ଚିକେନ କଲିଜା ନେଇ ତମେ ମନ୍ତ୍ରୀ ହବ? ମୋ ନାଁଟା କଣ? ମୁଁ ପଚାରୁଛି ମୋ ନାଁଟା କଣ? ମାନେ ଡବଲ ଡି। ଡି ଫର୍ ଡେଞ୍ଜର, ଡି ଫର୍ ବୁଝି ହେଲା ନା? ବୁଝ, ଭଲ କରି ବୁଝ। ବୁଝିଗଲି ଭାଇ, ଏଥର ସବୁ ବୁଝିଗଲି। ସାର୍ଙ୍କର ଆଦେଶ ନାହିଁ ମାନେ କଦାଚିତ ଭିତରକୁ ଯାଇପାରିବି ନା, ମୁଁ ବାପା ପାଖକୁ ଯିବି। ଓ ପଳେ ଦୁଃଖ ଜଣେଇବି। ଦୁଷ୍କର୍ମ କଣ ହେଇଛି? କଣ ହେଲା? ପାଇକିନାର ବହବକୁ ଦେଖୁଛନ୍ତି, ମନା କଲା ପରେ ବି କେମିତି ଧସେଇ ପଶି ଯାଉଛି। ଏ ସ୍ତ୍ରୀ ଲୋକଟା କି ପାଣି? ଚାହିଁଲେ କିଏ ଗୋଟେ ସନାତନ ଆପଣଙ୍କ ପାଖରେ ଅଛି, ତାର ସ୍ତ୍ରୀ ଉର୍ବଶୀ। ସ୍ତ୍ରୀ ଆଜ୍ଞା ହେଲେ ଏଠି କାହିଁକି ଆସିଛି? ବାବୁ, ଭୋଟ ବେଳେ ମୋ ସ୍ୱାମୀ ଦିନ ରାତି ଆପଣଙ୍କ ପାଖରେ କାମ କରୁଥିଲେ। ଭୋଟ ତ ସରିଲା, ସେ ପର୍ଯ୍ୟନ୍ତ ଘରକୁ ଯାଇନାହାନ୍ତି କାହିଁକି? କୋଉଠି ଅଛନ୍ତି ସିଏ? ସୁରସ ଆରେ କହିଦିଅ, ସନାତନ କୋଉଠି ଅଛି ତାକୁ ଟିକେ କହିଦିଅ। ତମ ସ୍ୱାମୀ ବର୍ତ୍ତମାନ ଜେଲରେ। ଜେଲରେ? ଚାହିଁଲେ କିନ୍ତୁ କାହିଁକି? କି ଦୋଷ କରିଛନ୍ତି ସେ? ଦୋଷ ତାର ନାହିଁ। ଏ ଏମଏଲଏ ଭବାନୀ ମହାପାତ୍ର ଗୋଟେ ମିଛ ଇଲେକ୍ସନ କେସରେ ଫଚେଇ ଦେଇ ତାକୁ ଜେଲକୁ ପଠେଇ ଦେଇଛି। ସେ ଭବାନୀ ମହାପାତ୍ରଟା ପରା ପକ୍କା ହାରାମି। कॅडबरी डेअरी मिल्क तोंड गोड करूया। ହେଲେ ମୁଁ ଏବେ କଣ
କରିବି ବାବୁ? ସେ ଜେଲରୁ ନ ଫେରିଲେ ମୋ ସଂସାର ଉଚ୍ଛନ୍ନ ହେଇଯିବ। 2 ମାସର ଛୁଆଟା, ତା ଦେହ ଭଲ ରହୁନି, ମୁଁ ତାକୁ କେମିତି ବଞ୍ଚେଇବି ବାବୁ? আরে আরে তুমি জমা ব্যস্ত হওনি, বড় ভাই জানিলেনি মানে তোমার স্বামীকে খুব শীঘ্র জেল ফেরে କାହିଁଲ ଆପଣ ମତେ ଦୟା କରନ୍ତୁ ବାବୁ, ତା ନହେଲେ ଆମେ ମା ପିଲା ଦିଟା ଯାକ ମରିଯିବୁ। ভাই ভাই ଉଠ ଉଠ ମୁଁ ସନାତନକୁ ଜେଲରୁ ମୁକୁଳିବା ପାଇଁ ଚେଷ୍ଟା କରିବି ନା କ'ଣ କହୁଛ? ହଁ ହଁ ଆଉ ତମ ପିଲାର ଦେହ ଭଲ ନାହିଁ କହୁଥିଲ ପରା? ଆଜ୍ଞା। ଯାଅ ଯାଅ ବାହାରେ ଅପେକ୍ଷା କର, ମୁଁ ତମକୁ ଟଙ୍କା ଦେବାର ବନ୍ଦୋବସ୍ତ କରିବି। ଯା 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 ମା ଯାଇଲୁ ସାରେ କହିଲେଣି ମାନେ ଆଉ ତୋର କିଛି ଅସୁବିଧା ହବନି। ବାହାରେ ବସିଥିବୁ, ଯା 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 ଯା। ତାହେଲ ଓହାଣେ ଆଜ୍ଞା ये कौर बस क्यों स्वर्गर ना मर्तर? ମର୍ତ୍ତ୍ୟର ଉର୍ବଶୀ ସାରେ ସନାତନର ସ୍ତ୍ରୀ। अरे सनातन घरे एमिति गोटे सुंदरिया चंपा फूल फुटिची अथच मु जाने বড়ে ଆଜ୍ଞା ফুলটাকে টিকে ভাইଙ୍କ সেবারে লগেইবার ব্যবস্থা করো। ଆ ବୁଲିଆନଟା ବନ୍ଦ ହବ। କୁହାଣେ ପଙ୍କରୁ ପଦ୍ମ ଜନ୍ମ ହୁଏ। ହଁ। ପଦ୍ମରେ କଣ ପଙ୍କର ଗନ୍ଧ ଥାଏ? ମୋଟେ ନୁହେଁ ଆଜ୍ଞା। ମାନେ ଯେମିତି ହଉନା କାହିଁକି ସେ ସ୍ତ୍ରୀ ଲୋକଟାକୁ ଆମ ଜାଲରେ ପକେଇବାକୁ ଚେଷ୍ଟା କର। ତା ଛଡା ସେ ଆମର ବହୁତ କାମରେ ଆସିବ। ଆରେ ଯାଅ ଚାହିଁଲେ ଗଲା। ସାରେ ଉର୍ବଶୀ କେତେ ଦେବି? ଆରେ ଯାଅ ଯେତେ ଚାହିଁବ ସେତେ ଦେଇଦବ। ଚାହିଁଲେ ଭାଇ ଏଇଟାକୁ ଆପଣ ରଖନ୍ତୁ ଭାଇ। କଣ ଏଇଟା? ନାଇଁ ଭାଇ, ଆପଣଙ୍କ ଋଣ କିଞ୍ଚିତ ମାତ୍ରାରେ ସୁଝିବା ପାଇଁ 10 ଏକର ଗୋଟେ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମୁଁ ଆପଣଙ୍କ ନାଁରେ କରିଦେଇଛି ଭାଇ। 10 ଏକର? ହଁ ଭାଇ। ଆରେ ଏସବୁ ମୋର କଣ? ଭାଇ ଭାଇ ଆପଣ ମତେ ଯାହା ଦେଇଛନ୍ତି ତା ତୁଳନାରେ ଏଟା କିଛି ନ ପ୍ଲିଜ ପ୍ଲିଜ ଭାଇ ରଖନ୍ତୁ ଭାଇ। ବାତ୍ୟା ବେଗରେ ମାଡ଼ି ଯାଉଛନ୍ତି। ନିଜେ ବଞ୍ଚନ୍ତୁ ମତେ ବଞ୍ଚାନ୍ତୁ, ନହେଲେ ହାରାମଜାଦା ଆମ ସମସ୍ତଙ୍କୁ ନେଇ ବେଙ୍ଗଳା ବୁଲେଇବ। ଆରେ ସିଆଡ଼େ ରୁହ। ଯାଅ ତ ଭାଇ। ଏଇଟା କୋଉ ପୋଲିସ କି? ବିନା ଅନୁମତିରେ ମୋ ବଙ୍ଗଳା ଭିତରୁ ବସି ଆସୁଛି। କଣ ତା ନାଁଟା? सब इंस्पेक्टर सुमेंदु महापात्र करंजा फंड रे इंचार्ज ଓ ତମେ ତାହେଲେ ମୋ ସିନିୟର ଏମଏଲ ଭବାନୀ ମହାପାତ୍ରର ଭାଇ। भाई का परिचय दरकार नहीं मो परिचय होची मनिजे आ मोरे पोशाक ହେଲେ ଏଠି କାହିଁକି ଆସିଛ? ଆରେ ବିନା ଅନୁମତିରେ ତୁମେ ଘର ଭିତରୁ ପଶି ଆସିବ? चोर और तस्कर मान को घर को बचा पाई पुलिस को अनुमति आवश्यक न था ସବ୍ ଇନ୍ସପେକ୍ଟର ଏ ସବ୍ ଇନ୍ସପେକ୍ଟର, ଯାଅ ବଙ୍ଗଳାରେ ଠିଆ ହେଇ ବୋବାଲ କରୁଛ, ଜାଣିଛ ସେ କିଏ? निश्चित भाव में गवर्नर के राष्ट्रपति नुहंती ରହିଲେ ବି ସେ ହଉଛନ୍ତି ଜଙ୍ଗଲ ମନ୍ତ୍ରୀଙ୍କ ଭାଇ ଦେବେନ ଦାସ। ଆଉ ମୁଁ ହଉଛି जंगल रु काठ चोरी कर सप्लाई करथुबा जंगल माफिया देवेन दास दलाल सूरज प्रताप तम दी जन को नारे नॉन अवेलेबल वारंट अछि ୱାରେଣ୍ଟ। यस देवेन दास को स्वामिल को जाउथुबा 3 ट्रक चोरा सागवान काठ में सीज करछि ସେଗୁଡାକ ମୋ ସବେଲକୁ ଯାଉଥିବ, ତାର କିଛି ପ୍ରମାଣ ଅଛି? अछि तमर निर्देश रे जंगल रु काठ कटा जाउछि ए कथा काठ काटिथबा लोक आ निजे फॉरेस्टर स्वीकार करछंती आ जो 3 ट्रक काठ नि जाउथला तार मालिक होचंती ए लोक प्रतिनिधि सूरज प्रताप ओय चबल सती दिन हो से काठ में जे ट्रक भीतरु 20 टा हाथी दांत आ 12 टा हरिण सिंह जबत करिछि एनी मोर व्हाट वर्तमान में तुम दी जन को अरेस्ट करूछि अब एटा होछि तम विरुद्ध रे नॉन अवेलेबल वारंट पेपर यस टारगेट नॉन अवेलेबल वारंट। देवेन दास डबल डी डी फॉर डांसर, डी फॉर डांस। आई डोंट केयर फॉर इट ଏ ସବ୍ ଇନ୍ସପେକ୍ଟର, তোমার মনে রাখা উচিত দেবেন দাস হচ্ছেন জঙ্গল মন্ত্রীଙ୍କ ଭାଇ। ଆଉ ପାର୍ଟି ବର୍ତ୍ତମାନ ପାୱାର ଅଛି। अरे मेरे पार्टी वो किसी सुनने को चाहे ना चुपचाप मो साथ गाड़ी को चलाओ तान हेले सीधा एनकाउंटर कर देबे सब इन्सपेक्टर, ମୋ ହାତରେ ହ୍ୟାଣ୍ଡକପ୍ ପକେଇବା ପୂର୍ବରୁ ତୋ ପାଦ ତଳର ପୃଥିବୀଟା ତଳକୁ ଖସି ଯାଇଥିବ। 24 ଘଣ୍ଟା ଭିତରେ ମୁଁ ତତେ ଚାକିରିରୁ ଡିସମିସ୍ କରିବି। सुंदर पिला पर मो कथा न मानिले
सीधा एनकाउंटर कर देबे साइलेंस कंट्रोल कंट्रोल ए 2 जन खातर हैंडकप पकई घोसारी गाड़ी को ले जाओ वेट ସାମଲେ ଷ୍ଟାର୍ଟ ଗୋଟେ କଥା ମନେ ରଖିଥିବୁ ମୁଁ ତେବେ कॅडबरी डेअरी मिल्क तोंड गोड करूया. दास ମୋ ହାତରେ ହ୍ୟାଣ୍ଡକପ୍ ପକେଇଛି ମାନେ ଏହାର ମୂଲ୍ୟ ତତେ ବହୁତ ମହଙ୍ଗା ପଡ଼ିବ. ଏହାପରେ ଝାଞ୍ଜି ବହିବ, ପ୍ରଳୟ ଆସିବ, ବାତ୍ୟା ବହିବ, ତା ଭିତରେ ହଜିଯିବ ତୋ ନା ଗାଁ ଠିକଣା ସବୁକିଛି ହଜି ये सब अरे तब कौन करी कहल मेडिकल एत कम जे शीघ्र से जिते चेष्टा कले भी डेरी हो जाउछे सुमन तुसा लागनी कहि दउची बाप रे देखा बेले के हाई वोल्टेज मु पचारुची लॉन्च टाइम टाक संध्या 6टा रे आदनु ताले तबे जाई कोन होतिला किछ नाही हे मेडिकल से सुंदरी नर्स जनक संगे टिके प्रेमाळप करू कोन हला अरे भूल गला प्रेमाळप नो मो गपसप एई खाली टिके हसी हसी गपसप आउ तले आसुतिलो काहे की सेठी खाई पी रातिटा तारी संगे सेठी कटई देलनी हां कटि देथांती जे हेले ए हारटा किनी दिले बोली बाध्य होई आसीबा पड़िला हार कहबा आउ कथा रे नो एनी की प्रैक्टिकल कर देखे देबी माने आखि बुझा आखि काहे की बुझिबि जे कहली पर आखि बुझा हाउ हेला बाबा आखि बुझिली तापरे तापरे बस एथर की खोलो कहलो केमी देइछि फर्स्ट क्लास बाजे माने टिके भी धन्यवाद मिलिबोनी किछि मेंबर बनी तुमको किछि भी मिलिबोनी हो होला किछि नहले नाही एई थिरु टिके नाही ना ना ठीक अछि ताहले मु चालेली कोणी कोडे मेडिकल से नर्स पाखो नहीं नहीं काहे कि नहीं मु तुमको कुआड जिबा को देबिनी आओ अभिमान भंजन ही जाइछि मोर किंतु तोर आरंभ होला माने माने मु मेडिकल से नर्स पाखो चालेली ए शंखा सिंदूर रे नाम लेखा रही मु रही देठी कथा मत दूरे देले दिया मत दूरे देले दिया सब रात पाए तमे मोरा
Cool inside. Mighty outside. Scorpio N, the big daddy of SUVs. সবু আসিরে মমন আকাশে তমে সাজুথিব পুনে জহ্ন ସବୁ ସପନରେ ଏଇ ମୋ ଆଖିରେ ତମେ ରହିଥିବ ସାରା ଜୀବନ। ମୋ ସୁଖର ସାଥୀ ତମେ ମୋ ଦୁଃଖର ସାଥୀ ତମେ, ମୋ ସୁଖର ସାଥୀ ତମେ ମୋ ଦୁଃଖର ସାଥୀ ତମେ। ହୃଦୟରେ କରିଥିବ ଘର ସବୁ ରାତି ପାଇ ତମେ ମୋର ସବୁ ରାତି ପାଇ ତମେ ମୋର ସବୁ ରାତି ପାଇ ତମେ ମୋର, ସବୁ ରାତି ପାଇ ତମେ ମୋର। ସବୁ ଋତୁ ଆଜି ଯାଇଛି ଅଟକି, ଆମ ପ୍ରେମ ଗୀତ ଶୁଣିବା ପାଇଁ। ସବୁ ଫୁଲ ବାସେ ପାରିଜାତ ପରି ଆମରି ପ୍ରେମର ମହକ ନେଇ ସବୁ ଋତୁର ରଙ୍ଗ ତମେ, ସବୁ ଫୁଲର ରସ ତମେ ସବୁ ଋତୁର ରଙ୍ଗ ତମେ। ସବୁ ଫୁଲର ରସ ତମେ ମୋ ଭିତରୁ ତମେ ସତ ସୁର, ସବୁ ରାତି ପାଇ ତମେ ମୋର, ସବୁ ରାତି ପାଇ ତମେ ମୋର। ସବୁ ରାତି ପାଇ ତମେ ମୋର ସବୁ ରାତି ପାଇ ତମେ ମୋର What about Daddy Cool? Cool inside. Mighty outside. Scorpio N, the big daddy of SUVs. বাহ 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 ভাউজ সন্ধ্যাবেলটাকে পুরা জমাই ଦେଇଛ। ଆଉ ତୁ ଭିଲିଆନ ପରି ଠିକ ସମୟରେ ପଶି ଆସିଲୁ ନାଇଁ? ମୁଁ କଣ ଜାଣିଛି ଭାଉଜ ଏମିତି ଅବଳାଟାରେ ଡିନାମାଇଟ ଫୁଟଉଥିବେ। ତମେ ଖାଲି ଅନ୍ୟର ଡିନାମାଇଟ ଫୁଟେଇବା ଦେଖି ଖୁସି ହଉଥିବ ନା ନିଜ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବ? ନାଇଁ ନାଇଁ କଥା କଣ କି ଭାଉଜ, କଣ? ବଳଦ ଏଇ ଗୁହାଳରେ ବନ୍ଧାଇ ରହିବା ଅପେକ୍ଷା କଣ? ବଳଦ ହେଇ ଗୁହାଳରେ ବନ୍ଧାଇ ରହିବା ଅପେକ୍ଷା ସନ୍ଧ୍ୟା ଆଲଦା ବାଡ଼ିରେ ବସି ଖାଇବାର ଗୋଟେ ଅଲଗା ଚାର୍ମ ଅଛି ନା। ତମକୁ ଆଉ କଥାରେ ପାରି ହବନି। ହଉ ହଉ ତମେ ଦି ଜଣ ଯାକ ଏଠି ବସି ଗପସପ ହଉଥାଅ, ମୁଁ ତମ ମାନଙ୍କ ପାଇଁ କଣ ଟିକେ ନାଇଁ ଭାଉଜ କିଛି ଦରକାର ନାହିଁ, ଓନ୍ଲି ଟି, ମିଠା କମ ପତି ବେଶୀ। କି ରେ ମୁଁ ପରେ ଯାଇ ଖାଇନି। ତୁ ଏଇ ଯାଇ ଖାଇନୁ? ସେଇ କଥାଟା ତମ ବନ୍ଧୁକୁ ଟିକେ ପଚାରିଲ। ଏଇ ଯାଇ ଖାଇନି। ସତରେ ତୁ ଏଇ ଯାଇ ଖାଇନୁ? ଆବେ ଏଇ ଖାଇବା ପିଇବାର ଗୋଟେ ଟାଇମ ଟେବୁଲ ଅଛି ନା ନାହିଁ? ଆବେ ହେ ତୁ ଯେତେ ଡାକ୍ତର ଭାବରେ ଚାକିରି ଜଏନ୍ କରିବୁ
ସେତେବେଳେ ମୁଁ ଦେଖିବିନି କି ଟାଇମ୍ ଟେବୁଲକୁ ତୁ କେତେ ଜଗୁଛୁ? ମୋର ତ ସେ ଚାକିରି ବାକିରି କରିବାର ନାହିଁ ବୁଝିଲୁ। ଫେର ତୋର ସେଇ ପାଗଳ ବାହାରିଲା। ଛାଡ଼ ସେ କଥା। ଆରେ ହଁ କୋଉ କଥା? ଭାଉଜଙ୍କ କଥା କଣ ବୁଝିଲୁ କହିଲୁ? ତାଙ୍କୁ ନେଇ କାପାର ଚେକଅପ୍ କରିଛୁ? ଆରେ ବାବା ମୁଁ ତତେ କଣ ପଚାରୁଛି ପରା, ତତେ କଣ କିଛି ଶୁଭୁନି? ଏତେ ଗୁଡ଼ିଏ ରିପୋର୍ଟ गाइनिंग स्पेशलिस्ट मिहिर मंगरस एम्स दीपक पंचसी और अपोलोर माइकल लॉरेंस समस्त से एका रिपोर्ट देइछ। ओ माय गॉड तमाने हाँ सत्य सुमन ए जन्म रे केबे भी मां ही बनी।